ବହି ଖାତା ତଳେ ପକେଇଛି ଯାଇଛି କୁଆଡେ ମିଷ୍ଟି କଣ କରୁଥିଲୁ ତୁ ଏଠି ବହି ଖାତା ପକେଇ ଦେଇଛୁ ବସୁଛୁ ଗୋଟେ କଣ କଣ କରୁଛୁ ତୋର ମା ଯେ ସ୍ୱାତି ତୁ କଣ କରୁଛୁ ଦେଖିକି ରହିଛି ସବୁବେଳେ ତ ରଙ୍ଗ ତୁ ତ ନିଜେ ତ କରିବୁ ପିଲା କାହିଁ ଡାକି ଠିଆ କରିଛୁ ଏଠି କଣ ଏଟେ ସୁନ୍ଦର ନିଜେ ଆସିଲି ବୋଲି କହୁଛୁ ତ ଘରେ ଯଦି ଆମିଷ ହେଇଗଲା ବୋଲେ ବାପାର ବେଳେ ଅନେଇକି ଥାଉଛୁ ମାତ୍ର ଖାଇଦେଇ ବୋଲିକି ବାପା ଭଳିଆ ମୁଁ କଣ କହିଲି ବାପାର ଭଳିଆ ଅନେଇବ ବୋଲେ ରୋଷେଇ ଘରକୁ ପଳେଇ ଆସିବ ବୋଲି କହିଲି ଆରେ ଘରେ ଆମର ଏଡେ ସୁନ୍ଦର ରୋଷିଆ ଗୋଟେ କଣ ହେଇଛି ରୋଷେଇ କଣ ସାଉଥ ଆଫ୍ରିକାରୁ ଅଣା ହେଇଛି ଆମେ ରୋଷେଇ କରିକି ଦେଲେ ଆମେ ଖାଇବୁ ନାହିଁ ଯେ କଣ ବାହାରୁ ହେଇ କିଣିକି ଆଣିବୁ 50 ଟଙ୍କାରେ 5ଟା ପିସ୍ ଦଉଛି 5ଟା ହେଲେ 4ଟା ହେଇଥିବ ହଇ ସେତିକି ସେ ବୋଲେ ହିସାବ କଣ 100 ଟଙ୍କାରେ ହେଲେ 10ଟା 150 ଟଙ୍କା ହେଲେ 115ଟା ଏମିତି ଦେଇକି 200 ଟଙ୍କାରୁ 20ଟା ପିସ୍ ଦଉଛି ହେଲେ ଏଇଟା ଆମର କେଡେ ସୁନ୍ଦର ହେଇଛି ଟଙ୍କା 30-40 ଟଙ୍କାରେ କେତେ ଗୁଡିଏ ହେଇଗଲାଣି ଆଉ ତେଲ କିଣୁନୁ ନା ଚିକେନ କିଣୁନୁ ନା ଘରେ ତିଆରି ହଉଛି ତମର ଚିକେନ ତେଲ ତମର ଘରେ ପେଡା ହଉଥିବ କୁକୁଡ଼ା ଗୋଟେ କାମ କର କୁକୁଡ଼ା ପୋଷିଦବା ମାରିଦବା ଖାଇବା ନାଇଁ ଯେ ଆମର ଆମ ଘରେ ଏଡେ ସୁନ୍ଦର ଗୋଟେ ରୋଷେଇ କରିବା ଲୋକ ଥାଉଣୁ ଆମେ କାହିଁକି ବାହାରୁ ଆଣିବା ଜଲ୍ଦି କର ଖାଇବା କେତେ ଇଏରେ ଜଗିଂ ରହିଛୁ ନେଇଗଲ ତମ ଇଚ୍ଛା ନାହିଁ ପା ତମେ ଖାଇବନି ମୁଁ କାହିଁ ଖାଇବି ନାଇଁ ହେଲା ନିଜେ ତ କହିଦଉଥିଲ ବହୁତ ପିଲି ନାହିଁ ମୁଁ ଏଇଟା ଖାଇବିନି ମୁଁ ସେଇଟା ଖାଇବିନି ଏବେ ନିଜେ ଖାଇବ କେତେ ଇଏ ପିଲା କରେ ମା ଯେମିତି ସେ ଝିଅ ସେମିତି ବୁଝିଲ ନା ଓହୋ ଝିଅ ଯାକ ବାପାର ପୁଅ ଯାକ ମାର ହେଲା ଆମର ଘର ତ ପୁଅ ନାହିଁ ଆଉ ଝିଅ ଆସିବ କାଲି ଆସିବ ଏ ସର୍ବଜ୍ଞାନୀ ଭଳିଆ କଥା କହୁଛି ଯୋଉଟା ହେଲେ ହେଲା ମ ନାଇଁ ଯୋଉଟା ହେଲେ ବି ମୁଁ ଗ୍ରହଣ କରିବି ମାନେ କି ବାବୁ ହଉ କି ଝିଅ ହଉ ବାବୁ ହେଲେ ତ ବହୁତ ଖୁସି ହେବେ ଝିଅ ହେଲେ ବି ବହୁତ ଖୁସି ହେବି ହେଲେ ଭଗବାନଙ୍କୁ ଆଶୀର୍ବାଦ କରୁଛି ଯେ ଯେମିତି ହେଲେ ଗୋଟେ ବାବୁ ପଳା ଭଗବାନଙ୍କୁ ପ୍ରାର୍ଥନା କରିଦେବି ଆଉ ଯେମିତି ହେଲେ ବାବୁ ପଳା ଆସିବ ଥଣ୍ଡା ହେଇଯିବ ଆସ ତମେ ଆସ ତା ବନ୍ଦ କରିକି ଆସ ଖାଇବା ଆଉ ଗୋଟେ ଟ୍ରିପ୍ ଅଛି ପକେଇକି